ମୁଁ ଶ୍ରୀ ଶାନ୍ତନୁ କୁମାର ମହାନ୍ତି, ଘର ହାଟ ମଇତାପୁର ଗ୍ରାମ ପଞ୍ଚାୟତ, ଶିମୁଳିଆ ବ୍ଲକ, ଜିଲ୍ଲା ବାଲେଶ୍ୱର। କେତେ ଦିନର କଳାକାର ଜୀବନ ଆପଣଙ୍କର? ମୋର ଦୀର୍ଘ ବୋଧେ ଭାବୁଛି 40 ପାଖାପାଖି ହେଇଯିବ। କୋଉ ପାର୍ଟିରେ ଥିଲେ? ମୁଁ ସର୍ବପ୍ରଥମେ ତ୍ରିବେଣୀ ଗଣନାଟ୍ୟରେ ଥିଲି, ତାପରେ ତାରିଣୀ ଗଣନାଟ୍ୟକୁ ଯାଇଥିଲି। ତାରିଣୀ ଗଣନାଟ୍ୟରେ କି ରୋଲ କରିଥିଲେ? ତାରିଣୀ ଗଣନାଟ୍ୟରେ ବଡ଼ ଘର ବଡ଼ ଗୁମର କଥାରେ ଗୋଟେ ପେପର ବାଲା କରୁଥିଲି। ତାପରେ ଦୈତାରୀ ପଣ୍ଡାଙ୍କର ପୁଅ ହେଇଥିଲେ ରାକେଶ, ରୁଟି ଚୋରି କରି ସେ ଗୋଟେ ସିନ୍ ଥିଲା। ଆଉ ତାପରେ ମଣିଷ ବିକା ହାଟ, ଅରଣା ମଇଁଷି ରହିଛି ନାହିଁ, ଆଉ ତାପରେ ଆପଣଙ୍କର ଗାନ୍ଧୀବାଜ ଆଜି କବର ତଳେ, ଏମିତି ଅନେକ ନାଟକର ମୁଁ ଶିଶୁ କଳାକାର ଭାବରେ କରିବା ପରେ ତାପରେ ତାରିଣୀ ଗଣନାଟ୍ୟ ଛାଡ଼ି ଶ୍ରୀକୃଷ୍ଣପୁରାରେ ମୁଁ ହିରୋ କଲି, କମେଡ଼ି କଲି, ଆଉ ସବୁଠୁ ମୋର ଜୀବନ ଯାତ୍ରା ଆରମ୍ଭ ହେଲା। କାହିଁକି ଛାଡ଼ିଲେ ଯାତ୍ରାପାର୍ଟି? ଯାତ୍ରାପାର୍ଟି ଛାଡ଼ିଲି କେବଳ ପଇସା ପାଇଁ। କଣ ହଇରାଣ କରୁଥିଲେ? କିନ୍ତୁ ତାରିଣୀ ଗଣନାଟ୍ୟରେ ମୁଁ ଯେତିକି ବର୍ଷ ରହିଛି ମୁଁ ପଇସା ମୁଁ ଠିକ୍ ପାଇଛି, କାହିଁକିନା ସେମାନେ କିଛି ପଇସା ଅସୁବିଧା କରିନାହାନ୍ତି। ତାପରେ ଯେଉଁ ଶ୍ରୀକୃଷ୍ଣପୁରା ପାଖରୁ ମୋର ପଇସା ସବୁ ମାଲିକମାନେ ବହୁତ ପଇସା ରଖିଛନ୍ତି, ବହୁତ ପଇସା ରହିଛି। ମୁଁ ସେଇ ପଇସା ହେଇକି ହିସାବ କଲେ କେତେ ଟଙ୍କା ହେବ ତା ଠିକ୍ ନାହିଁ। ଆଉ କଣ ଅତ୍ୟାଚାର କରନ୍ତି? ଅତ୍ୟାଚାର ଡ୍ୟୁଟି ଯଦି ଖିଲାପ କଲ ଅତ୍ୟାଚାର, ଯଦି ବାଇଚାନ୍ସ ତମେ ଟିକେ ଶୋଇଯାଇଛ, ଯଦି ଆସିବା ପହଞ୍ଚିବା ଲେଟ୍ ହେଲା, ସେ ଯେଉଁ ଭାଷା କହିବେ ସେ ଭାଷା ଶୁଣିବା ଭାରି କଷ୍ଟ ହେବ। ତାପରେ ଶିଶୁ କଳାକାର ସମୟରେ କି ବହୁତ କଷ୍ଟ ଆମେ ପାଇଛୁ, ମାଡ଼ ଖାଇଛୁ, ଗାଳି ଖାଇଛୁ, ଆଉ ସେଇଟା ଆମେ ଗୁରୁଙ୍କର ଆଶୀର୍ବାଦ ବୋଲି ଭାବି ନେଇଛୁ, ଯାହାଫଳରେ କି ସେଇ ଆଶୀର୍ବାଦ ବଳରେ ଆଜି ଆମେ ପ୍ରତିଷ୍ଠିତ ହେଇଛୁ। ଗାଁ ଗହଳିରେ ଆମକୁ ଲୋକ 2 ଜଣ ଚିହ୍ନୁଛନ୍ତି। ଏବେ କଣ କରୁଛନ୍ତି? ଏବେ ବର୍ତ୍ତମାନ ଆମ ଗାଁରେ ମା ତାରିଣୀ ନାଟ୍ୟ ପରିଷଦ, ଆମର ସତ୍ତ୍ୱ ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ସିଂହଳ, ତାଙ୍କରି ଅନୁଷ୍ଠାନରେ ମୁଁ ଯୋଗ ଦେଇଛି। ଆଉ ଯାତ୍ରା ଭଲ ଥିଲା ନା ଏଠି ଭଲ ଲାଗେ? ଇଏ ବହୁତ ଭଲ। ଏ ଗ୍ରାମାଞ୍ଚଳରେ ଆମେ ପ୍ରତ୍ୟେକ ଗାଁ ଗହଳିରେ ଦର୍ଶକମାନଙ୍କର ମନ କିଣି ପାରୁଛୁ, ଆଉ ସମସ୍ତେ ଆମକୁ ବାହା କହୁଛନ୍ତି। ଯାତ୍ରା କଳାକାର ମାନେ ପ୍ରତ୍ୟେକ ଜିଲ୍ଲାର ଗୋଟେ ଗୋଟେ ସହରରେ କରୁଛନ୍ତି, କିନ୍ତୁ ଆମ ଏଇ ଯେଉଁ ଗ୍ରାମାଞ୍ଚଳ ଯେଉଁ ନାଟ୍ୟ ଅନୁଷ୍ଠାନ, ଆମେ ପ୍ରତ୍ୟେକ ଘର ଘରକା ବୁଲିକି କଳା ପରିବେଷଣ କରିକି ତାଙ୍କଠାରୁ ବାହା ନେଉଛୁ। ଯାତ୍ରାପାର୍ଟି ମାଲିକ ବିରୁଦ୍ଧରେ ମାଲିକ ବର୍ତ୍ତମାନ ଏଇ ଯେଉଁ ସବୁ ମାଲିକ ଅଛନ୍ତି, ଏମାନେ ମାଲିକ ନୁହନ୍ତି। ଏମାନଙ୍କର ହୃଦୟ ନାହିଁ ଏବଂ ବିବେକ ନାହିଁ। ଗୋଟେ କଳାକାର ଯଦି ଭୁଲ କରିଛି ତାକୁ ବୁଝେଇବା କିମ୍ବା ମିଡ଼ିଆ ଦ୍ୱାରା ତାକୁ ଦଣ୍ଡିତ କରିବା। ନିଜେ ଆମେ ଯେଉଁ ମାରୁଛନ୍ତି ଗୋଟେ ବ୍ରାହ୍ମଣ ଲୋକ, ତାକୁ ଯେଉଁ ମାରିବା ଏ କରିବା, ଏଗୁଡ଼ାକ ସବୁ ତମେ ଠିକ୍ ନୁହଁ। ତମେ ବି ଠିକ୍, ତମ ଗାଁର ବହୁତ କୁହ, ତମେ କ'ଣ ଅନ୍ୟ ଲୋକଙ୍କୁ କହୁଛ? ତମ କଥା ତ ବହୁତ ବାହାରିଲାଣି। ତେଣୁ ଏଇଟା ନୁହେଁ। ଆମେ ଯେଉଁ ବାପି ନନା ଆମର ଅଛନ୍ତି ସଭାପତି କଳାକାର ସଂଘର, ତାଙ୍କ ପଛରେ ଆମେ ସମସ୍ତ ଗ୍ରାମାଞ୍ଚଳର ସମସ୍ତ କଳାକାର ଆମେ ଏକଜୁଟ ହେଇ ସୁର ଉତ୍ତୋଳନ କରିବୁ। ପ୍ରକୃତରେ କଳାକାରକୁ ନ୍ୟାୟ ମିଳୁ। ବର୍ତ୍ତମାନ ଯାତ୍ରାର ଯେଉଁ ପ୍ରକାର ସିଚୁଏସନ୍ ହେଲାଣି, ବର୍ତ୍ତମାନ ମାଲିକମାନେ ପଇସା ଖର୍ଚ୍ଚ କରିକି ସବୁ ଆର୍ଟିଷ୍ଟ, ବଡ଼ ବଡ଼ ଆର୍ଟିଷ୍ଟ କିଣି ନେଉଛନ୍ତି, କିଛି ବଡ଼ ବଡ଼ ହିରୋଇନ୍ କି ସବୁ କିଣି ନେଉଛନ୍ତି, ନେଇକି ଅୟସ ମଜୁମ କରୁଛନ୍ତି, କିନ୍ତୁ ଦୁଃଖୀ କଳାକାରଙ୍କ କଥା ସେମାନେ ବୁଝୁନାହାନ୍ତି। ତାପରେ ବର୍ତ୍ତମାନ ଆପଣ ଦେଖନ୍ତୁ, ପ୍ରଥମରେ ଆମର ନୃତ୍ୟ ନାଟିକା ଚାଲିଥିଲା, ଶ୍ରୀରାମ ଶବରୀ, ନୌକା ବିହାର, ନୀଳମାଧବ, ସେ ମାନେ କଥାର କେତେ ପ୍ରକାର ସବୁ ଥିଲା। ତାପରେ ଆରମ୍ଭ ହେଲା ରେକର୍ଡ ଡ୍ୟାନ୍ସ ପରେ ବ୍ରେକ୍ ଡ୍ୟାନ୍ସ, ବର୍ତ୍ତମାନ ନଙ୍ଗଳା ଡ୍ୟାନ୍ସ। ବର୍ତ୍ତମାନ ନିଆର ସବୁ ଦେଇଲେଣି। ଆଜି ଗୋଟେ ପିଲା କେଉଁଠି କ'ଣ ହେଇଯିବ ସେ କଥାଟା କିଏ ବୁଝିବ? ତା ମାଲିକକୁ ଲକ୍ଷେ 2 ତା ବାପକୁ ମାଆକୁ ଲକ୍ଷେ 2 ଲକ୍ଷ ଦେଇଦେବ, କିନ୍ତୁ ସେ ଛୁଆଟା ଆଉ ଫେରି ପାଇବ କି? ତେଣୁ ମୁଁ ଚାହୁଁଛି ପୂର୍ବ ଅବସ୍ଥାକୁ ଫେରିଆସୁ। ଯେମିତି ଗୋଟେ ଯାତ୍ରାପାର୍ଟି ଶ୍ରୀରାମଙ୍କର ନୃତ୍ୟ ନାଟିକା କରିଛନ୍ତି, ସେଇ ଟାଇପ୍ର ଫେରିଆସୁ। ଇଏ ନୃତ୍ୟ, ଏ ଯେଉଁ ବର୍ତ୍ତମାନ ଉଲ୍ଲଗ୍ନ ନୃତ୍ୟକୁ ବନ୍ଦ କରନ୍ତୁ।